ପାରଳାଖେମୁଣ୍ଡି ରଥଯାତ୍ରାରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ଶିଶୁଙ୍କ ମିକି ମାଉସ ଖେଳ। ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ରଥଯାତ୍ରା ଧୁମଧାମରେ ପାଳିତ ହେଉଛି। ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ରଥଯାତ୍ରା ଭାବେ ପରିଗଣିତ ହେଉଛି। ଏଥିରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ବିଶେଷ କରି ଗୁଣ୍ଡିଚା ବାଡ଼ି ପରିସରରେ ମୀନା ବଜାରର ଆୟୋଜନ ହୋଇଛି। ଏହି ମୀନା ବଜାରରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ସକାଶେ ବିଭିନ୍ନ ପ୍ରକାର ଖେଳ ପ୍ରଦର୍ଶିତ ହେଉଛି। କିନ୍ତୁ ଶିଶୁମାନଙ୍କ ନିମନ୍ତେ କରାଯାଇଥିବା ଖେଳଗୁଡ଼ିକ ବିପଦ ସଂକୁଳ ସ୍ଥାନରେ କରାଯାଇଥିବାର ଦେଖିବାକୁ ମିଳିଛି। ପିଲାମାନଙ୍କ ନିମନ୍ତେ ମିକି ମାଉସ ନାମକ ଏକ ଖେଳ ଯେଉଁ ସ୍ଥାନରେ ହୋଇଛି ତାକୁ ଲାଗି କରି ଏକ ବିଦ୍ୟୁତ ଖୁଣ୍ଟ ରହିଛି, ଯାହାକି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ବିଦ୍ୟୁତ ତାର ରହିଛି। ଯେତେବେଳେ ପିଲାମାନେ ଖେଳନ୍ତି, ଉକ୍ତ ତାରଗୁଡ଼ିକ ହଲୁଥିବାର ଦୃଶ୍ୟମାନ ହେଉଛି। ଖେଳୁଥିବା ପିଲାମାନେ ଅସାବଧାନତା କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ବ୍ୟବସ୍ଥା ଯୋଗୁଁ ଏକ ବଡ଼ ଧରଣର ଘଟଣାକୁ ନିମନ୍ତ୍ରଣ କରୁଛି। ସୂଚନାଯୋଗ୍ୟ ଯେ ଆଜି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶିଗୁଡ଼ା ଗ୍ରାମରେ ଏକ ମନ୍ଦିର ପ୍ରତିଷ୍ଠା ଓ ଠାକୁରାଣୀ ପର୍ବ ଚାଲିଥିଲା। ସେହି ଅବସରରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ରାମାୟଣ ନାଟକ ପରିବେଷଣ ହେଉଥିବା ସମୟରେ ମଞ୍ଚ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 10 ଜଣ ଶିଶୁ ଗୁରୁତର ଆହତ ହୋଇ ଦିଗପହଣ୍ଡି ଓ ବ୍ରହ୍ମପୁରଠାରେ ଥିବା MKCG ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା କମିଟି ଓ ଜିଲ୍ଲା ପ୍ରଶାସନ ଜରୁରୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍ ଫାଶିଗୁଡ଼ା ଭଳି ଅଘଟଣ ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।